ଆଉ ଏକ ନୂଆ ଭିଡ଼ିଓରେ ଆପଣଙ୍କୁ ସ୍ୱାଗତ ଜଣାଉଛି। ବର୍ତ୍ତମାନ ଆମେ ଆସି ନୟାପଲ୍ଲୀରେ ପହଞ୍ଚି ଯାଇଛୁ। ନୟାପଲ୍ଲୀ ଗଣେଶ ପୂଜା ମଣ୍ଡପରେ ଦେଖିବାକୁ ଇଏ ହେଉଛି ଏଣ୍ଟ୍ରି ଗେଟ୍। ଚାଲନ୍ତୁ ଭିତରକୁ ଯିବା, ବହୁତ ସୁନ୍ଦର ହେଇଛି। ଚାଲନ୍ତୁ ଯିବା। ତ ସାଙ୍ଗମାନେ ଆପଣ ଦେଖିପାରୁଥିବେ ପ୍ରଥମ ଗେଟ୍ରୁ କେଉଁ ଭଳିଆ ଭାବରେ ଗହଳି ହେଇଛନ୍ତି। ବହୁତ ସୁନ୍ଦର ବି ହେଇଛି। ଆଉ ଦେଖିପାରୁଥିବେ ନୂଆସାହି ଗଣେଶ ମହୋତ୍ସବ 2025। ତ ସାଙ୍ଗମାନେ ଦେଖିପାରୁଥିବେ କେଉଁ ଭଳିଆ ରେଟ୍ରେ ଗହଳି ଅଛନ୍ତି। ଆଉ ପ୍ରବଳ ଗହଳି ସକାଶେ ମୁଁ ଗାଡ଼ି ପାର୍କିଂ କରିପାରିଲିନି, ବାହାରେ ଗାଡ଼ି ପାର୍କ କରିକି ଆସିଲି। ଏତେ ଗହଳି ଦେଖିପାରୁଥିବେ। ଆଉ ଏଠି ସବୁ ଭେରାଇଟିର ସବୁ ଦୋକାନ ଲାଗିଛି, ଆପଣମାନେ ଦେଖିପାରୁଥିବେ। ତ ପୂଜା ମଣ୍ଡପର ଏଣ୍ଟ୍ରି ପଏଣ୍ଟଟା ମୋତେ ବହୁତ ଭଲ ଲାଗିଲା, ବହୁତ ସୁନ୍ଦର ଲାଗୁଛି। ଆଉ ଦେଖିପାରୁଥିବେ ମୂର୍ତ୍ତିର ଉଚ୍ଚତା ପ୍ରାୟ 55 ଫୁଟ ହେବ। ରମାଶମ୍ଭୃ ବ୍ରହ୍ମା ସୁରପତି ଗଣେଶାମି ନୟନ ପଥଗାମୀ ଭବତୁ ମେ ନୀଳାଦ୍ରୌ ଶଙ୍ଖ ମଧ୍ୟରେ ଶତଦଳ କମଳେ ରତ୍ନସିଂହାସନସ୍ଥଂ ସର୍ବାଳଙ୍କାର ଯୁକ୍ତଂ ନବଘନ ରୁଚିର ସଂଯୁକ୍ତଂ। ବର୍ତ୍ତମାନ ଠାକୁର ଦର୍ଶନ ସରିଗଲା। ଏବେ ଚାଲନ୍ତୁ ଯିବା, ଆଉ କ'ଣ କ'ଣ ସବୁ ଅଛି ବୁଲିକି ଦେଖିବା। ଲୋକଙ୍କ କଥା କହିଲେ ସରିବନି, ଏତେ ଭିଡ଼। ତ ଫ୍ରେଣ୍ଡସ୍, ଏଇ ପୂଜା 27 ତାରିଖରୁ 3 ତାରିଖ ଯାଏଁ ହେବ। ଆଉ ଦେଖିପାରୁଥିବେ କେଉଁ ସିଙ୍ଗରମାନେ ଆସୁଛନ୍ତି। ହିମାନୁ ସାଗର, ସୌରଭ, ଆଉ ତିର୍ଷା, ଆଉ ଅନ୍ତରା ଚକ୍ରବର୍ତ୍ତୀ। ଦେଖିପାରୁଥିବେ ପ୍ରାୟ 8 ଦିନ ଖଣ୍ଡେ ପ୍ରୋଗ୍ରାମ୍ ହେବ। ଆପଣମାନେ ଆସନ୍ତୁ, ବୁଲାବୁଲି କରନ୍ତୁ, ବହୁତ ଭଲ ଲାଗୁଛି। ଆଉ ଫ୍ୟାମିଲି ନେଇକି ଆସିବେ, ବହୁତ ଭଲ ଲାଗିବ। ଆପଣ ଯଦି ଫ୍ୟାମିଲି ନେଇକି ଆସିବେ ତ ଇଭିନିଂରେ ଆସିବେ, 5ଟାରୁ 7ଟା ଭିତରେ ଆସିବେ, ତ ଫାଙ୍କାରେ ଠାକୁର ଦର୍ଶନ କରିପାରିବେ। ନହେଲେ 8ଟା ହେଇଗଲା ପ୍ରବଳ ଗହଳି। ଦେଖିପାରୁଥିବେ 8ଟାର ଦୃଶ୍ୟ, ପ୍ରବଳ ଭିଡ଼। ଗାଡ଼ି ଗୋଟେ ଆସୁଛି, ଦେଖିପାରୁଥିବେ କେଉଁ ଭଳିଆ ଗହଳି ଅଛି। ଆଉ ଦେଖିପାରୁଥିବେ ବହୁତ ସାରା ଦୋକାନ ବି ପଡ଼ିଛି। ଆପଣମାନେ ଲଙ୍କା ଚପ୍, ମଥୁରା କେକ୍, ସବୁ ଭେରାଇଟି ଫୁଡ଼୍ ପଡ଼ିଛି। ଆପଣମାନେ ଚାହିଁଲେ ଯେକୌଣସି ଫୁଡ଼୍ ଟେଷ୍ଟ କରିପାରିବେ। ଭଲ ଖାଇବା କ୍ୱାଲିଟି ବି ବହୁତ ଭଲ ଅଛି। କିଡ଼୍ସମାନଙ୍କ ପାଇଁ, ଛୋଟ ଛୋଟ ଛୁଆମାନଙ୍କ ପାଇଁ ବହୁତ ଭଲ ସୁନ୍ଦର ଖେଳନା ଅଛି। ଆପଣମାନେ ଚାହିଁଲେ ବି କିଣିପାରିବେ। ଆଉ ଦେଖିପାରୁଥିବେ ଏଠି ବହୁତ ଭଲ ମାଟି ପାତ୍ରରେ ଚା' କପ୍ ହେଇଛି, ବହୁତ ସୁନ୍ଦର ଦେଖାଯାଉଛି। ଆଉ ଚାଲନ୍ତୁ ଯିବା ଆଗକୁ ଦେଖିବା ଆଉ କ'ଣ କ'ଣ ଅଛି। ଏଠି ଦେଖିପାରୁଥିବେ ଗଣେଶ ଠାକୁରଙ୍କ ଆଲବମ୍ ଫଟୋ ଅଛି, ବହୁତ ସୁନ୍ଦର ଦେଖାଯାଉଛି। ଟେଡ଼ି ବି ବହୁତ ଭଲ ଲାଗୁଛି। ଡେକୋରେସନ୍ ବହୁତ ବଢ଼ିଆ ଥିଲା। ତ ସାଙ୍ଗମାନେ ନୟାପଲ୍ଲୀରୁ CRP ଫେରୁଥିବା ସମୟରେ ବାଟରେ ଦେଖିପାରୁଥିବେ ବହୁତ ସୁନ୍ଦର ଭାବରେ ଗୋଟେ ଗଣେଶ ମୂର୍ତ୍ତି ବନେଇଛନ୍ତି। ଆଉ ଦେଖିପାରୁଥିବେ ତାଙ୍କର ଡେକୋରେସନ୍ କେଉଁ ଭଳିଆ ହେଇଛି। ଆଉ ଇଏ ଆଉ ଗୋଟେ ସଂଘର ଗଣେଶ ମୂର୍ତ୍ତି। ଦେଖିପାରୁଥିବେ ବହୁତ ସୁନ୍ଦର ହେଇଛି। ତ ସାଙ୍ଗମାନେ CRP ଛକର 50 ମିଟର ଆଗକୁ ଗଲେ ବହୁତ ସୁନ୍ଦର ଭାବରେ ଗୋଟେ ମୂର୍ତ୍ତି ବନେଇଛନ୍ତି ଷ୍ଟୁଡେଣ୍ଟ ଆସୋସିଏସନ୍ କମିଟି। ବହୁତ ସୁନ୍ଦର ଲାଗୁଛି ମୂର୍ତ୍ତିଟି। ଦେଖିପାରୁଥିବେ ଆପଣମାନେ। ଆପଣ ଯଦି ଆସୁଛନ୍ତି ନିଶ୍ଚିତ ଭାବେ ବୁଲିକି ଦେଖନ୍ତୁ, ବହୁତ ସୁନ୍ଦର ଲାଗୁଛି। ଆଉ ତାପରେ ଦେଖିପାରୁଥିବେ ଆମେ ଆସିଗଲୁ ଡୁମଡୁମା। ଇଏ ହେଉଛି କସମପଲ୍ଲୀର ଦୃଶ୍ୟ, ନାଇଟ୍ ଭିଉ। ଚାଲନ୍ତୁ ଯିବା। ଆମେ ଆସି ପହଞ୍ଚିଗଲୁ ଡୁମଡୁମା। ତ ଫ୍ରେଣ୍ଡସ୍ ଦେଖିପାରୁଥିବେ ଡୁମଡୁମାର ଗଣେଶ ମୂର୍ତ୍ତି। ଆଉ ଏଠି ବନେଇଛନ୍ତି ବାବା କେଦାରନାଥଙ୍କ ମେଢ଼ ଦର୍ଶନ କରିସାରିକି ଆମେ ଫେରି ଆସିଲୁ ପୁଣି ଥରେ ଡୁମଡୁମା, ବଡ଼ ଡୁମଡୁମା। ଦେଖିପାରୁଥିବେ ଗଡ଼ ଡୁମଡୁମା ଛକର 3 ପଟେ ରାସ୍ତାରୁ 3ଟି ଗେଟ୍ ହୋଇଛି।
ଆମେ ପ୍ରଥମ ଗେଟ୍ରେ ଏଣ୍ଟ୍ରି କରିଲୁ। ଆଉ ଏଠି ଗାଡ଼ି ପାର୍କିଂ କରିକି ଆମେ ଚାଲି ଚାଲି ଗଲୁ ଠାକୁର ଦର୍ଶନ କରିବା ପାଇଁ। ତାପରେ ଦେଖିପାରୁଥିବେ ଗହଳି ବି ହେଇଛନ୍ତି ପ୍ରବଳ। ବହୁତ ସୁନ୍ଦର ଲାଗୁଛି ମେଢ଼ଟି। ଗଡ଼ ଡୁମଡୁମା ପୂଜା କମିଟି ବହୁତ ସୁନ୍ଦର ଦେଖାଯାଉଛି। ତାର ମେଢ଼ ଭିତରକୁ ଆସିଥିଲୁ। ମେଢ଼ ଭିତରେ ଦେଖିପାରୁଥିବେ ଶ୍ରୀ ଗଣେଶ ନମଃ। ବହୁତ ସୁନ୍ଦର ଦେଖାଯାଉଛନ୍ତି। ବହୁତ କ୍ୟୁଟ୍ ଲାଗୁଛି। ତାପରେ ଏଠି ମେଲୋଡି ଡ୍ୟାନ୍ସ ହେଉଥିଲା ଦେଖିପାରୁଥିବେ ଆପଣମାନେ। ପୁରା ଛକ ଉପରେ ମେଲୋଡି ଡ୍ୟାନ୍ସ ପୁରା ରାସ୍ତା ବ୍ଲକ୍ ହେଇଯାଇଛି ଚାରିଆଡ଼ୁ। ଇଏ ଦ୍ୱିତୀୟ ଗେଟ୍। ଏଠି ଗୋଟେ ସେଲ୍ଫି ପଏଣ୍ଟ ଅଛି। ଆପଣମାନେ ଦେଖିପାରୁଥିବେ ଫଟୋ ଉଠାଇବା ପାଇଁ ବହୁତ ସୁନ୍ଦର ଲାଗୁଛି। ଆପଣମାନେ ଆସିଲେ ବି ଫଟୋ ଉଠାଇ ପାରିବେ। ये हूँ तृतीय गेट। आपने देखिपे तृतीय गेट बहुत गहली कारण सेपट हूँ मेन रोडटा आमर आईगिणिया छकरू डुमडुमा छक आसुवा रास्ता। तो सांग मैंने बाटर गला देखिपे गणेश पूजा भसाणी होता प्रसेसन देखिपे बहुत सुंदर लगुच। तो फ्रेंड्स ये हूँ जागमरारू एयरपोर्ट जीवा रास्ता रे देखिपे बहुत सुंदर मेढ़टे होती। आठी प्रभुंर हाथ गोड़ आर मकुट सब रूपारे बनई। मूर्ति पाखापाखि 30 ରୁ 35 फुट हाइट हम। आइड्रे स्टेज प्रोग्राम भी होची। देखिए आम यही रास्ता दे बरमुंडा जावा। बरमुंडारे भी गोटे बहुत बड़ मेढ़ होची देखिए। ये हूँ तार लाइट गेट। चलतु जा बरमुंडा। तो फ्रेंड्स ये हूँ माँ मंगला कमिटी गणेश पूजा मेढ़। आ देखिपे चलतु जा भितर को। ठाकुर को पूरा फुलर सजाई देखिए बहुत सुंदर देखा जाउची। चलतु मेलोडी एंजॉय करवा। दिल बिले म्याऊ म्याऊ कौन किसी रेस्पॉन्स नहीं आटे के आसु टिके एनर्जी आसु
दिल बिल्लाए म्याओ म्याओ से गोटे पिला ही गाउछ आ केही गाउ नाते चले टिके गाइबा टिके एन्जॉय करबा गोटे संध्या मिली छी आपण मानकू टिके गान तो समझे दिल बिल्लाए अच्छा खाली म्याओ म्याओ कर दो तो गाइबा दरकार खाली म्याओ म्याओ कर दो दिल बिल्लाए ये काऊ बोली का मोबाइल लाड़ी खाऊ जी बता ले दिल बिल्लाए म्याओ म्याओ करने लगे ना और करने लगे सब दिल बिल्लाए म्याओ म्याओ करने लगे ना और करने लगे सब तो फ्रेंड्स राति बहुत हो गलानी तो वीडियोटी ये एंड करुच्ची आउ पुणी देखा नेक्स्ट ब्लॉग रे जदि आपण मानक भल लगुच निश्चित भाव लाइक शेयर सब्सक्राइब कर दिंतु जदि कौन जगह भूल थाए तो मत क्षमा करदे तो रोची जय जगन्नाथ।